କୁଆଡେ ଯିବୁନି ମୁଁ ସାଙ୍ଗେ ସାଙ୍ଗେ ଯିବି ସାଙ୍ଗେ ସାଙ୍ଗେ ଆସିବି। ତୁ କୁଆଡେ ଯିବୁ କି? ଆରେ ମୁଁ ଆସିବି ସାଙ୍ଗେ ସାଙ୍ଗେ ତୁ ଟିକେ ହଉଛୁ ରହ। ନାଇଁ କୁଆଡେ ଯିବୁ କହିକି ଯା। ଆସିବି ସାଙ୍ଗେ ସାଙ୍ଗେ ରହ। କୁଆଡେ ଯିବୁନି? ନାଇଁ। এই পোড়া মুইটা এতে সময় হেলানি গলানি কুয়া গলানি কেজানি কুয়া মরি গল না কোন ম নাই এই নিয়া লোকা মনটা খালি তানারে খরাপ চিন্তা କରୁଛି এতে সময় হেলানি গলানি আসুনি মতে বহুত ভোক হেলানি যাউছি গোটে কোଳି খাইবি বঢ়িয়া লাগুଛି তো ହେଲେ ଏତେ ସମୟ ହେଲାଣି କାହିଁଚ ଗଲାଣି କେତେବେଳେ ଆସିବ ମୁଁ ଯାଉଛି ଆଉ ଗୋଟେ କୋଳି ଖାଇବି ଏ ଭଗବାନ ଖାଇ ଖାଇ ତ ସବୁ କୋଳି ଖାଇଦେଲି ଏବେ କଣ ହବ ଯାଉଛି ତାକୁ ଡାକେ କାହିଁଚ ଏ କାହିଁଚ କାହିଁଚ ଏ କାହିଁଚ କୁଆ ଗଲୁ କାହିଁଚ ଏ କାହିଁଚ କାହିଁଚ ଏ ମାଳି କାହିଁଚ ତୁ କୋଉଠି ଭଗବାନ କୁଆଡେ ପଳେଇଲେ ବି ଯିବି କୁଆଡେ ଜାଣି ଗଲେ ଯେମିତି ଦିଶୁଛି ଜାଣି ଗଲେ ସେମିତି ଦିଶୁଛି ଏବେ କଣ କରିବି ଆଉ ଥରେ ଡାକେ ଏ ମାଳି କାହିଁଚ ହଲୋ କାହିଁଚ ଏଇ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ବସିଥିଲ କାହିଁଚ ଏ ମାଳି ତ ଯୋଉ ଯାଉଛ ଜଲ୍ଦି ମତେ ଡର ଲାଗୁଛି କାହିଁଚ ମାଳି କାହିଁଚ ମାଳି ମାଳି କାହିଁଚ ତୁ କୁଆ ଯାଇଥିଲୁ ଯେ काईच्या माळी काईच्या माळी काईच्या माळी काईच्या माळी आजी नहेले काली खेळबी तो सतलुच काळी काईच्या माळी काईच्या माळी काईच्या माळी काईच्या माळी काली की नहे आज खेळबी तो सतलुच काळी काईच्या माळी काईच्या माळी काईच्या माळी काईच्या माळी
ମାଳି କାଇଚ ମାଳି କାଇଚ ମାଳି କାଇଚ ମାଳି କାଇଚ ମାଳି କାଇଚ ମାଳି କାଇଚ ମାଳି ଓ କାମ କରି କରି ବହୁତ ହାଲିଆ ଲାଗିଲାଣି। ହେ ଭଗବାନ, ସବୁ ତୁମରି ଦୟା, ତୁମରି ଆଶୀର୍ବାଦ। ତୁମେ ଆମକୁ ଯେମିତି ରଖିବ ଆମେ ସେମିତି ରହିବୁ ପ୍ରଭୁ, ସେମିତି ରହିବୁ। ଓଃ, ବାପା 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 କୁଆଡେ ଗଲ? କଣ ହେଲା ମା? କାହିଁକି ଏଡେ ଜୋରେ ପାଟି କରୁଛୁ? ବାପା ଜାଣିଛ ମୁଁ ନା 10ରେ ଟପର ହେଇଛି ବାପା। ତୁ ସତ କହୁଛୁ ମା? ହଁ ବାପା ମୁଁ ସତ କହୁଛି। ତୋ ଭାଇ ତ ଯାହା କଲା ସେ କଥା ଛାଡ଼ି ଦେ। ଆଜି ତୋ ପାଇଁ ମୁଁ ଏ ସମାଜରେ ମୁଣ୍ଡ ଟେକି ବାଟ ଚାଲି ପାରିବି ଲୋ ମା। ବାପା ମୁଁ ସିନା ମୋ ଟପର ହବାର ଆଶାଟା ପୂରଣ କରିଦେଲି। ବାପା ଗୋଟେ କଥା କହିବି? ହଁ ଲୋ ମା, କହ। ବାପା ମୋର ନା ଡାକ୍ତରୀ ପାଠ ପଢିବାକୁ ବହୁତ ଇଚ୍ଛା, ହେଲେ ଆମ ପାଖରେ ତ ଧନ ନାହିଁ। ମୁଁ ପଢିବି କେମିତି? ମୋ ସ୍ୱପ୍ନ କଣ ପୁରା ହେଇପାରିବନି? ତୁ ଚିନ୍ତା କରନା ଲୋ ମା, ମୋ ଘର ଜମି ବାଡ଼ି ସବୁ ବିକିଦେବି, ତତେ ପାଠ ପଢେ ସମାଜରେ ଗୋଟେ ଭଲ ମଣିଷଟିଏ କରିବି। ବାପା ତମେ ସତ କହୁଛ? ମୁଁ ପାଠ ପଢିବି? ହଁ ଲୋ ମା, ତୁ ପାଠ ପଢିବୁ ଆଉ ଏ ସମାଜରେ ଗୋଟେ ଭଲ ମଣିଷଟିଏ ହୋଇ ଛିଡ଼ା ହବୁ। ହଉ ସେ କଥା ଛାଡ଼, ଆଜି ଘରେ କଣ ରୋଷେଇ କରିଛୁ କହିଲୁ ମା? ବାପା ମୁଁ ସବୁ କରିଛି। ହଉ ଚାଲ ତେବେ ଆମେ ଖାଇବାକୁ ଯିବା, ବହୁତ ଭୋକ ଲାଗିଲାଣି। ହଁ ବାପା ଆସ ଆମେ ଖାଇବାକୁ ଯିବା। ରାତି ଆସି ଏତେ ହେଲାଣି, ଚନ୍ଦନ ଏ ଯାଇ କଣ ଘରକୁ ଆସିନି। ଠିକ ଅଛି, ଆଜି ଆସୁ, ତା କଥା ମୁଁ ବୁଝୁଛି। ଆରେ ଚନ୍ଦନ, ତୁ ଏମିତି କଣ ହଉଛୁ? ତୁ ମଦ ପିଇଛୁ? Yes, Dad. କଣ ଥିଲା? ମୋ ସାଙ୍ଗର ବାହାଘର ଥିଲା ତ ଟିକେ ପକେଇ ଦେଇଛି ଆଉ। ତୁ ଏବେ ହୋସରେ ଅଛୁ ତ? Yes. ଯଦି ତୁ ହୋସରେ ଅଛୁ ତେବେ ତୁ ମୋର ଗୋଟେ କଥା କାନ ଖୋଲି ଶୁଣି ରଖ। ମଦନପୁର ଗାଁରେ ରଘୁ ବାବୁଙ୍କର ଗୋଟେ ଝିଅ ଅଛି, ତା ନାଁ କାଇଁଚ। ତା ସାଙ୍ଗରେ ତୋର ବାହାଘର କରିବା ପାଇଁ ମୁଁ ମନସ୍ଥ କରିଛି। ବାହାଘର? ହଁ ହଁ ବାହାଘର। ଏଇ ବାହାଘର ପାଇଁ ତତେ ମୋର ଗୋଟେ କଥା ରଖିବାକୁ ପଡିବ। କଣ? ତତେ ମଦ ଛାଡିବାକୁ ପଡିବ। କଣ? ମଦ ଛାଡିବାକୁ ପଡିବ? ହଁ ହଁ ହଁ, ତତେ ମଦ ଛାଡିବାକୁ ପଡିବ। ମୁଁ ବାହା ହେବିନି ପଛେ ମଦ ଛାଡି। ତାହେଲେ ଏଇଟା ତୋର ଶେଷ ନିଷ୍ପତ୍ତି? Yes. ଯଦି ଏଇଟା ତୋର ଶେଷ ନିଷ୍ପତ୍ତି ତେବେ ମୋର ବି ଶେଷ ନିଷ୍ପତ୍ତି। ତୁ କାନ ଖୋଲି ଶୁଣି ରଖ ଚନ୍ଦନ। ଯଦି ତୁ ବାହା ହବୁନି, ଯଦି ତୁ ମଦ ଛାଡିବୁନି, ଆଜି ଏଇ ମୁହୂର୍ତ୍ତରେ ମୋ ଘର ଛାଡି ଚାଲିଯିବା ସହିତ ତୋର ମୋ ସହିତ କୌଣସି ସମ୍ପର୍କ ନାହିଁ। ସବୁ ସମ୍ପର୍କ ମୋଠି ଛିନ୍ନ କଲି ଚନ୍ଦନ।
ଛାଡ଼ିବିନି ଡ୍ୟାଡ୍ ମୁଁ ତୁମର ଗେଲା ପୁଅ ଡ୍ୟାଡ୍ ତୁମେ ମୋତେ ଛାଡ଼ିକି ଯାଅନି ଡ୍ୟାଡ୍ ମୁଁ ତୁମେ ଯାହାକୁ କହିବ ମୁଁ ତାହାକୁ ବାହା ହେବି ଡ୍ୟାଡ୍ ପ୍ଲିଜ୍ ମୋତେ ଘରୁ ବାହାର କରନି ଡ୍ୟାଡ୍ ହଉ ଏବେ ଉଠ ଏବେ ତୁ ତାହେଲେ ମୋ ପ୍ରସ୍ତାବରେ ରାଜି ହଁ ଡ୍ୟାଡ୍ ତାହେଲେ ଠିକ ଅଛି ମୁଁ କାଲି ମଦନପୁର ଯାଇ ଏ ପ୍ରସ୍ତାବକୁ ମୁଁ ପକ୍କା କରି ଆସୁଛି ଏବେ ଚାଲ